ଆଜି ଦଶମ ଶ୍ରେଣୀ ଭୂଗୋଳ ବହିର ପ୍ରଥମ ପାଠ ସମ୍ବଳ, ଯାହାକି ପ୍ରଥମ ପାଠ ତା'ର ସମ୍ବଳ ଓ ତା'ର ବିକାଶ ଆଲୋଚନା କରିବାକୁ ଚାହୁଁଛନ୍ତି। ପୃଥିବୀ ପୃଷ୍ଠରେ ମନୁଷ୍ୟ ବିଭିନ୍ନ ପ୍ରାକୃତିକ ପରିବେଶ ଉପରେ ସଦାସର୍ବଦା ନିର୍ଭର କରି ଜୀବନ ଧାରଣ କରିଥାଏ। ଚତୁଃପାର୍ଶ୍ୱସ୍ଥ ପରିବେଶରୁ ବିଭିନ୍ନ ପ୍ରାକୃତିକ ବସ୍ତୁକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବିନିଯୋଗ କରି ସେ ତା ନିଜର ଜୀବନଯାପନ ଆବଶ୍ୟକତା ପୂରଣ କରିଥାଏ। ଏହାଦ୍ୱାରା ଜୀବନଶୈଳୀ ମଧ୍ୟ ଉନ୍ନତ ହୋଇଥାଏ। ଉକ୍ତ ସାମଗ୍ରୀଗୁଡ଼ିକର ପ୍ରାକୃତିକ ଓ ଭୌତିକ ଗୁଣରେ ପର୍ଯ୍ୟାୟକ୍ରମେ କେତେକ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ, ଯାହାକି ଉଦାହରଣ ସ୍ୱରୂପ କାଠ ଉପକରଣ, ତୁଳାରୁ ସୂତା ଲୁଗା, ଖଣିଜ ପଦାର୍ଥରୁ ବିଭିନ୍ନ ଯନ୍ତ୍ରାଂଶ ଓ ଗୃହ ଉପକରଣ ଇତ୍ୟାଦି ପ୍ରସ୍ତୁତ ଓ ବ୍ୟବହାର ହୋଇଥାଏ। ସାମଗ୍ରୀଗୁଡ଼ିକ ଅପେକ୍ଷା ସେଥିରୁ ଉତ୍ପାଦଗୁଡ଼ିକ ଅଧିକ ମୂଲ୍ୟବାନ। ଆପଣ ଯେପରି କିଛି ଗୋଟେ ସାମଗ୍ରୀ ଧରିନିଅ ଆମେ ଆଇରନ୍ ପଥରକୁ ଆମେ ତରଳେଇକି ଯେପରି ରଡ଼୍ ବନେଇବା, ସେଗୁଡ଼ିକର ଅଧିକରୁ ଅଧିକ ଚାହିଦା ବଢ଼ିଥାଏ ଓ ଅଧିକରୁ ଅଧିକ ଦାମ୍ ମଧ୍ୟ ହୋଇଥାଏ। ଏଥିରୁ ଆମେ କ'ଣ ଜାଣିଲେ ନା, ଏଥିରୁ ଆମେ ଜାଣିଲେ ମନୁଷ୍ୟର ବ୍ୟକ୍ତିଗତ ତଥା ସାମାଜିକ ଆବଶ୍ୟକତା ପୂରଣ କରିବାରେ ଉପଯୋଗୀ ଓ ମୂଲ୍ୟବାନ ବିବେଚିତ ହେଉଥିବା ପରିବେଶର ବିଭିନ୍ନ ପଦାର୍ଥ ଯଥା ଜୈବ, ଯାହାର ଜୀବନ ଅଛି, ଆଉ ଅଜୈବ ମାନେ ଯାହାର ଜୀବନ ନାହିଁ, ଓ ଅନ୍ୟାନ୍ୟ ତଥା ଶକ୍ତି ଇତ୍ୟାଦି ଯାହା ପ୍ରୌଦ୍ୟୋଗିକ ଦୃଷ୍ଟିକୋଣରୁ ସୁଗମ୍ୟ, ଅର୍ଥନୈତିକ ଦୃଷ୍ଟିକୋଣରୁ ସମ୍ଭବ ଓ ସାଂସ୍କୃତିକ ଦୃଷ୍ଟିକୋଣରୁ ଗ୍ରହଣଯୋଗ୍ୟ, ତାକୁ ସମ୍ବଳ କୁହାଯାଏ। ମୁଖ୍ୟତଃ ତମେ ମନେ ରଖିବାକୁ ପଡ଼ିବ, ସମ୍ବଳ କାହାକୁ କୁହାଯାଏ। ଏହା ହିଁ ହେଉଛି ମୁଖ୍ୟ। ଦଶମ ଶ୍ରେଣୀ ପିଲେ ଏହା ହିଁ ହେଉଛି ମୁଖ୍ୟ। ପ୍ରାକୃତିକ ପରିବେଶରେ ମଧ୍ୟରେ ଅବ୍ୟବହୃତ କିମ୍ବା ଅଜ୍ଞାତ ହୋଇ ରହିଥିବା ସମ୍ବଳ ରୂପେ ବିବେଚିତ ହୋଇନଥାଏ। ମନୁଷ୍ୟ ତା'ର ସନ୍ଧାନ କରି ବିଭିନ୍ନ କାର୍ଯ୍ୟରେ ବିନିଯୋଗ କଲେ ତାହା ସମ୍ବଳ ରୂପେ ବିବେଚିତ ହୋଇଥାଏ। ତେଣୁ ଯେଉଁ ଦେଶ ଏହି ସମ୍ବଳକୁ ଗଚ୍ଛିତ ଅବସ୍ଥାରୁ ନେଇ ଯେତିକି ପରିମାଣରେ ବିକଶିତ କରିପାରିଛି, ତାହା ଦେଶର ଅର୍ଥନୈତିକ ଅବସ୍ଥା ସେତିକି ପରିମାଣରେ ସମୃଦ୍ଧ ହୋଇପାରିଛି। ଏହି ସମ୍ବଳଗୁଡ଼ିକ ମଧ୍ୟରୁ କେତେକ ସମ୍ବଳ ସିଧାସଳଖ ବ୍ୟବହାର କରାଯାଉଥିବା ବେଳେ ଅନ୍ୟ କେତେକ ବିଭିନ୍ନ ଉପାୟରେ ରୂପାନ୍ତର କରି ବ୍ୟବହାର ଉପଯୋଗୀ କରାଯାଉଛି। ଏହି ରୂପାନ୍ତରଣ ପ୍ରକ୍ରିୟା ପ୍ରାକୃତିକ ପରିବେଶ, ପ୍ରକୃତି, ମନୁଷ୍ୟ, ପ୍ରତ୍ୟେକ ଓ ଅନୁଷ୍ଠାନ ମଧ୍ୟରେ ଥିବା ପରସ୍ପର ନିର୍ଭରଶୀଳତା ଉପରେ ନିର୍ଭର କରିଥାଏ। ଯେପରିକି ଆମର ଚିତ୍ରରେ ଦର୍ଶାଇ ଦିଆଯାଇଛି, ଯେ ଦେଖିଲେ ବୁଝିପାରୁଥିବେ ନା, ଅନେକ ଭାବନ୍ତି ଯେ ସମ୍ବଳ ହେଉଛି ପ୍ରକୃତିର ଏକ ମୁକ୍ତଦାନ। ଆମେ କ'ଣ ଭାବନ୍ତି ନା, ସମ୍ବଳ ହେଉଛି ପ୍ରକୃତିର ଏକ ମୁକ୍ତଦାନ, କିନ୍ତୁ ତାହା ସଠିକ ନୁହଁ। ମାତ୍ର ଏହା ଯଥାର୍ଥ ନୁହେଁ। ସମ୍ବଳ ହେଉଛି ମାନବୀୟ କାର୍ଯ୍ୟକଳାପର କ୍ରିୟାତ୍ମକ ବସ୍ତୁ। ଏଇଟା ଗୋଟିଏ କୋଶ୍ଚିନ୍ ଆସିବାର ସମ୍ଭାବନା ଅଛି। ନା, ସମ୍ବଳ ହେଉଛି ମାନବୀୟ କାର୍ଯ୍ୟକଳାପର କ୍ରିୟାତ୍ମକ ବସ୍ତୁ। ସମ୍ବଳର ବ୍ୟବହାର କ୍ଷେତ୍ରରେ ମନୁଷ୍ୟର ଭୂମିକା ବିଶେଷ ଉଲ୍ଲେଖଯୋଗ୍ୟ, କାରଣ ମନୁଷ୍ୟକୁ ସମ୍ବଳର ସ୍ରଷ୍ଟା। ମନୁଷ୍ୟ ସମ୍ବଳ ସୃଷ୍ଟି କରିଥାଏ, ତେଣୁ ମନୁଷ୍ୟକୁ ସମ୍ବଳ ସ୍ରଷ୍ଟା, ଉପଭୋକ୍ତା, ଆଉ ଉପଭୋଗ କରୁଥିବାରୁ ତାକୁ କ'ଣ ଉପଭୋକ୍ତା ଓ କ୍ଷୟକାରୀ ଶକ୍ତି ଭାବରେ ବିଚାର କରାଯାଏ। ତେଣୁ ଅର୍ଥନୈତିକ ଭୂଗୋଳରେ ମନୁଷ୍ୟକୁ ଏକ ମୁଖ୍ୟ କର୍ତ୍ତା ଭାବରେ ଗ୍ରହଣ କରାଯାଏ। ତେଣୁ ଅର୍ଥନୀତିର ଯେଉଁ ଭୂଗୋଳ ଅଛି, ତ ମନୁଷ୍ୟକୁ ଏକ ମୁଖ୍ୟ କର୍ତ୍ତା ରୂପରେ ଭାବନ୍ତି, ସମସ୍ତେ ଗ୍ରହଣ କରନ୍ତି। କାରଣ ଉତ୍ପାଦନ, ବଣ୍ଟନ, ବ୍ୟବହାର ଓ କ୍ଷୟ ପ୍ରକୃତି ସମସ୍ତ ପ୍ରକ୍ରିୟା ମନୁଷ୍ୟ ଦ୍ୱାରା ହିଁ ସମାହିତ ହୋଇଥାଏ। ସେଥିପାଇଁ ମନୁଷ୍ୟକୁ ମଧ୍ୟ ଏକ ସମ୍ବଳ ଭାବରେ ଗ୍ରହଣ କରାଯାଇଥାଏ, ଯାହାକୁ ମାନବ ସମ୍ବଳ କୁହାଯାଏ। ମଣିଷକୁ କ'ଣ କୁହାଯାଏ ନା ପିଲେ, ମାନବ ସମ୍ବଳ। ଏଇଟା ମନେ ରଖିବ। କୌଣସି ଦେଶର ଲୋକମାନଙ୍କର ଜୀବନ ଧାରଣ ମାନ ଉକ୍ତ ଦେଶର ସମ୍ବଳ ଓ ଜନସଂଖ୍ୟା ଓ ଗୁଣ ଉପରେ ନିର୍ଭର କରିଥାଏ। ଯେଉଁ ଜୀବନ ଧାରଣ ମାନ, ଯେଉଁ ଜୀବନଯାପନ କରୁଛନ୍ତି, ସେଇଟା କିପରି ନା ସମ୍ବଳ ଉପରେ ନିର୍ଭରଶୀଳ କରିଥାଏ, ଆଉ ଜନସଂଖ୍ୟା ଉପରେ। କୌଣସି ଦେଶର ଲୋକମାନେ ଜୀବନ ଧାରଣ ମାନ ଉକ୍ତ ଦେଶର ସମ୍ବଳ ଓ ଜନସଂଖ୍ୟା, ଯଦି ଅଧିକ ଜନସଂଖ୍ୟା ଥିବେ ତାର ନିମ୍ନ ଜୀବନମାନ ହେବ, ଯଦି କମ୍ ଜନସଂଖ୍ୟା ଥିବ, ଅଧିକ ସମ୍ବଳ ଥିବ, ତାହେଲେ ଉନ୍ନତ ଧରଣର ଜୀବନଯାପନ ହେବ। ତେଣୁ କୌଣସି ଦେଶର ସଭ୍ୟତା କିମ୍ବା ଅର୍ଥନୈତିକ ବିକାଶ ଉକ୍ତ ଦେଶ ଜନସଂଖ୍ୟା, ପ୍ରାକୃତିକ ସମ୍ବଳ ଓ ମନୁଷ୍ୟକୃତ ବା ମାନବମାନଙ୍କର ସମ୍ବଳ ବ୍ୟବହାରକାରୀ ଗୁଣ ଉପରେ ନିର୍ଭର କରିଥାଏ। ସମ୍ବଳର ଦୁଇଗୋଟି ବିଶେଷତ୍ୱ ଅଛି। ସମ୍ବଳର ମୁଖ୍ୟ ଦୁଇଗୋଟି ବିଶେଷତ୍ୱ ଉପଯୋଗିତା ଓ କାର୍ଯ୍ୟ ଦକ୍ଷତା। ପିଲେ ଉପଯୋଗିତା କାହାକୁ କୁହାଯାଏ ନା, ପ୍ରଥମତଃ ସମ୍ବଳ ମନୁଷ୍ୟର ବ୍ୟବହାର ଉପଯୋଗୀ ହେବା ଆବଶ୍ୟକ, ଓ ଦ୍ୱିତୀୟତଃ ସମ୍ବଳ ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ମନୁଷ୍ୟର ଆବଶ୍ୟକତା ପୂରଣ କରିବା ହେବା ଆବଶ୍ୟକ। ସମ୍ବଳର ପ୍ରକାର ଭେଦ ଆମେ ପରବର୍ତ୍ତୀ ପର୍ଯ୍ୟାୟରେ ପଢ଼ିବା। ତ ଆଜି ଏତିକି ପିଲେ ଥାଉ। ତୁମେ ମୁଖ୍ୟତଃ ଉପଯୋଗିତା ଓ କାର୍ଯ୍ୟ ଦକ୍ଷତାକୁ ନୋଟ୍ କରିବ। ଓକେ, ଟେକ୍ କେୟାର।